ବରେଣ୍ୟ କର୍ମୀ ମଣ୍ଡଳୀ, ଥାନାର ଭାଇ ଓ ମା ମାନେ, ସାଧୁ ସଜ୍ଜନ ଭକ୍ତ ମଣ୍ଡଳୀ ସମସ୍ତଙ୍କୁ ମୋର ଆନ୍ତରିକ ଶ୍ରଦ୍ଧା ପ୍ରତି ଜୟ। ତେଣୁ ଏହି ସତ୍ସଙ୍ଗ ଭିତରେ ସତ୍ତାର କଥା ଆଲୋଚନା ହୁଏ, ଜୀବନର କଥା ଆଲୋଚନା ହୁଏ, ଜୀବନ ପରିଚର୍ଯ୍ୟାର କଥା ଆଲୋଚନା ହୁଏ, ଜୀବନର ଯିଏ ମାଲିକ, ଜୀବନର ଯିଏ ସ୍ରଷ୍ଟା, ଜୀବନର ଯିଏ ଈଶ୍ୱର ତାଙ୍କ କଥା ଆଲୋଚନା ହୁଏ। ତେଣୁ ମଣିଷ ଯଦି ସ୍ରଷ୍ଟାଙ୍କ ପ୍ରତି ଅନୁରକ୍ତ ନ ହେବ ତ ସେ ସୃଷ୍ଟି କେବେ ରହିବ ନାହିଁ। ଯେମିତି ବାପା ମା ପିଲାମାନଙ୍କୁ ସୃଷ୍ଟି କରିଛନ୍ତି, ଏ ପିଲାମାନେ ଯଦି ବାପା ମାଙ୍କ ପ୍ରତି ଅନୁରକ୍ତ ନ ହୁଅନ୍ତି ସେ ପିଲାମାନେ ପଦେ ପଦେ ବିପଦର ସମ୍ମୁଖୀନ ହେବେ ଏବଂ ଜୀବନଟା ବିଚ୍ଛିନ୍ନ ହୋଇଯିବ। ଜୀବନରେ ହয়তো ସେମାନେ ବହୁତ ପଇସା ରୋଜଗାର କରିପାରନ୍ତି, ଜୀବନରେ ହয়তো ଗାଡ଼ି ଘୋଡ଼ା ଚଢ଼ିପାରନ୍ତି, ପ୍ରାଚୁର୍ଯ୍ୟ ଲାଭ କରିପାରନ୍ତି, କିନ୍ତୁ ଜୀବନରେ ଯେଉଁ ସୁଖ, ଯେଉଁ ଆନନ୍ଦ, ଯେଉଁ ଜୀବନର ଯେଉଁ ତୃପ୍ତିଟା, এই ତୃପ୍ତିଟା କିନ୍ତୁ ତାଙ୍କ ପାଖରୁ ସବୁଦିନ ପାଇଁ ଦୂରେଇ ଯିବ। ଠାକୁର ଗୋଟେ ଛୋଟିଆ ବାଣୀରେ କହୁଛନ୍ତି, ଇଫ୍ ୟୁ ଆର୍ ଫାର୍ ଫ୍ରମ୍ ୟୁର୍ ସୋର୍ସେସ୍ ୟୁ ୱିଲ୍ ବି ଡିପ୍ରାଇଭ୍ଡ ଫ୍ରମ୍ ଦି ରିସୋର୍ସେସ୍। ତୁମେ ଯଦି ତୁମର ସୋର୍ସ ଠାରୁ ଦୂରେଇ ଯାଅ, ସୋର୍ସ ହେଲେ କିଏ? ବାପା ମା, ତାଙ୍କଠାରୁ ଯଦି ତୁମେ ଦୂରେଇ ଯାଅ ତାହେଲେ ରିସୋର୍ସେସ୍ରୁ ତୁମେ ବଞ୍ଚିତ ହେବ। ସେମିତି ବାପା ମା ସିନା ଆମକୁ ସୃଷ୍ଟି କରିଛନ୍ତି, ଏ ସାରା ସଂସାରର ମାଲିକ ହେଉଛନ୍ତି ଈଶ୍ୱର। ଏ ସୃଷ୍ଟିର ତରୁ ତୃଣ କୀଟପତଙ୍ଗଠୁ ଆରମ୍ଭ କରିକି ସ୍ଥାବର ସଜୀବ ନିର୍ଜୀବ ଯାହା କିଛି ଏହି ପରିଦୃଶ୍ୟମାନ ଜଗତ ଆମେ ଦେଖୁଛେ, ଏହାର ସ୍ରଷ୍ଟ ହେଉଛନ୍ତି ଯିଏ। ତାଙ୍କ ପ୍ରତି ଅନୁରକ୍ତ ରହିଲେ ମଣିଷ ବାପା ମାଙ୍କ ପ୍ରତି ଅନୁରକ୍ତ ରହିପାରିବ। ଠାକୁରଙ୍କର ଗୋଟେ ବାଣୀ ହେଉଛି, ପିତାମାତା ଗୁରୁଜନେ ଶ୍ରଦ୍ଧା ଭକ୍ତି ଜାରି ରଖନା, ଇଷ୍ଟାଲୁଗ ନହେଲେ ତା ଆଣିବ ନାହିଁ ସମ୍ବର୍ଦ୍ଧନା। ମଣିଷର ବାପା ମାଙ୍କ ପ୍ରତି ଯେତେ ଭକ୍ତିଭାବ ଥାଉ ନା କାହିଁକି, ଯଦି ଇଷ୍ଟଙ୍କ ପ୍ରତି ଅନୁରକ୍ତି ଥାଏ ସେଇ ଭକ୍ତିଭାବଟା କ୍ରମବର୍ଦ୍ଧନଶୀଳ ହୋଇକି ଚାଲିବ। ଆଉ ଇଷ୍ଟଙ୍କ ପ୍ରତି ଯଦି ଭକ୍ତିଭାବ ନଥାଏ ସିଏ ତାର ମନ ମାପିକି ବାପା ମାଙ୍କର ସେବା କରିବ, ଯେଉଁଥିରେ ହয়তো ବାପା ମାଙ୍କର ମଙ୍ଗଳ ହେଇ ବି ନପାରେ। କିଏ କହିପାରିବ ଜୀବନର କେତେବେଳେ କେଉଁଠି କେଉଁ ପରିସ୍ଥିତିରେ କି ପ୍ରକାର ମୋଡ଼ ଆସିବ ତା ଆମମାନଙ୍କୁ ସବୁ ଜଣା ନାହିଁ। এই ଜଣା ନାହିଁ ବୋଲିକି ତ ଆମମାନେ ଜାଣିଛନ୍ତି ଯିଏ ତାଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି। ତ ଜୀବନ ଛୋଟ ଜୀବନ ହେଉ କି ଜୀବନ ଲମ୍ବା ଜୀବନ ହେଉ, ଜୀବନର ଅଳ୍ପ ଆୟୁ ହେଉ ବା ଜୀବନର ବହୁତ ଆୟୁ ହେଉ, ଜୀବନଟା କିନ୍ତୁ ସୁନ୍ଦର ହେବ, ଉପଭୋଗ୍ୟ ହେବ ଯଦି ଜୀବନର ପରିଚର୍ଯ୍ୟାଟା, ଜୀବନଚର୍ଯ୍ୟାଟା ଯଦି ମଣିଷ ଠିକ୍ ଭାବରେ କରିକି ଗଢ଼ି ତୋଳେ ନିଜକୁ। ଯାହା କରିଲେ ମୁଁ ସୁସ୍ଥ ରହିବି, ମୋର ପରିବାର ସୁସ୍ଥ ରହିବ, ମୋର ପରିବେଶ ସୁସ୍ଥ ରହିବ, ତାକୁ ହିଁ ଠାକୁର ଧର୍ମ ବୋଲି କହିଲେ। ଧର୍ମର କଥା କହିବାକୁ ଯାଇକି ଠାକୁର ଜୀବନଚର୍ଯ୍ୟାର କଥା କହିଛନ୍ତି। ଧର୍ମର କଥା କହିବାକୁ ଯାଇକି ଠାକୁର ଘର ସଂସାରର କଥା କହିଛନ୍ତି। ମୁଁ ଗୋଟିଏ ବାପ, ମୋର ପିଲାଛୁଆ ଅଛନ୍ତି, ସେ ପିଲାଛୁଆଙ୍କୁ ଭଲ ଭାବରେ ଭଲ ମଣିଷ କରିକି ଗଢ଼ି ତୋଳିବି କେମିତି? ମୋର ଗୋଟେ ସ୍ତ୍ରୀ ଅଛି, ତା ସହିତ ମୋର ଦାମ୍ପତ୍ୟ ଜୀବନଟା ସୁନ୍ଦର ହେବ କେମିତି? ମୋର ବାପା ମା ଅଛନ୍ତି, ତାଙ୍କୁ ନେଇକି ମୁଁ କେମିତି ସୁନ୍ଦର ଭାବରେ ଚାଲିପାରିବି? ମୋର ପଡ଼ାପଡ଼ୋଶୀ ଅଛନ୍ତି, ଯେଉଁମାନଙ୍କୁ ଛାଡ଼ିକି ମୁଁ ବଞ୍ଚିପାରିବିନି, ତ ସେଇ ପଡ଼ାପଡ଼ୋଶୀଙ୍କ ସହିତ କିଭଳି ସମ୍ପର୍କ ରଖିକି ଚାଲିପାରିବି? କାରଣ ମଣିଷ ସହିତ ସବୁବେଳେ ପ୍ରୟୋଜନ। ମଣିଷର ପ୍ରୟୋଜନ ହେଉଛି ଗୋଟେ ମଣିଷ। ସେଇ ମଣିଷଟାକୁ ସେ ଯେତେ ଆପଣାର କରିପାରିବ ସେତେ ତାର ସାମର୍ଥ୍ୟଟା ବଢ଼ିବ। ଆମର ସାମର୍ଥ୍ୟ ଶକ୍ତି ହେଉଛନ୍ତି ମଣିଷ। ଯାହା ପାଖରେ ଯେତେ ମଣିଷ ଅଛନ୍ତି ସିଏ ସେତେ ଶକ୍ତିଶାଳୀ ଲୋକ। ଯିଏ ଯେତେ ମଣିଷକୁ ଆପଣାର କରିପାରେ ତାର ସେତେ ବ୍ୟକ୍ତିତ୍ୱଟା ମଧ୍ୟ ସେତେ ପ୍ରତିଭାତ ହୁଏ। এই ବ୍ୟକ୍ତିତ୍ୱଟା ବିକଶିତ ହୁଏ ମଣିଷକୁ ଆପଣାର କରିବା ଭିତରେ। এই ବ୍ୟକ୍ତିତ୍ୱଟା ଦାନା ବାନ୍ଧେ, କିନ୍ତୁ ଗୁରୁଙ୍କ ପାଖରେ, ଈଶ୍ୱରଙ୍କ ପାଖରେ ବ୍ୟକ୍ତିତ୍ୱଟା ଦାନା ବାନ୍ଧେ। ଠାକୁରଙ୍କର ଗୋଟେ ବାଣୀ ଅଛି, ଇଷ୍ଟ ଚେତନ ବ୍ୟକ୍ତିତ୍ୱଟା ମନ୍ତ୍ରେ ଚେତନ ମନ, ଇଷ୍ଟବୃତ୍ତିରେ ଦୀକ୍ଷାର ଚେତନ, ସେବାରେ ଚେତନ ଧନ। ମଣିଷର ଯଦି ଇଷ୍ଟଙ୍କ ପ୍ରତି ବା ଗୁରୁଙ୍କ ପ୍ରତି ମଣିଷ ଯଦି କନସସ୍ ରହେ, ଚେତନଶୀଳ ରହେ, ଶ୍ରଦ୍ଧାଶୀଳ ରହେ, ଅନୁରାଗ ସମ୍ପନ୍ନ ହୁଏ, ତାହେଲେ ତାର ବ୍ୟକ୍ତିତ୍ୱଟା ସୁନ୍ଦର ଭାବରେ ଗଢ଼ି ଉଠିବ। ଇଷ୍ଟ ଚେତନ ବ୍ୟକ୍ତିତ୍ୱଟା ମନ୍ତ୍ରେ ଚେତନ ମନ। ମଣିଷ ଯଦି ନାମ କରେ, ଯେଉଁ ନାମ କଥା ଭିକାରୀ ଭାଇ କହୁଥିଲେ ଯେ ଆମେ ଇଷ୍ଟବୃତ୍ତି କରିବା, ନାମ କରିବା, এই ନାମ ଯଦି ମଣିଷ କରେ ତାହେଲେ ତାର ମେଣ୍ଟାଲ କନସିୟସନେସଟା ସବୁବେଳେ ଆଲର୍ଟ ରହେ। କେତେବେଳେ ବିପଦ ଆସିବ, କେତେବେଳେ କ'ଣ ହେବ, ଘଟିବ ନ ଘଟିବ, ସେ ତାର କିଛି ନା କିଛି ଗୋଟେ ଟେର ପାଇବ ଯଦି ସେ ନାମ କରୁଥାଏ। ସବୁ ସମୟରେ ଯଦି ନାମ ସେ କରୁଥାଏ। ଇଷ୍ଟ ଚେତନ ବ୍ୟକ୍ତିତ୍ୱଟା ମନ୍ତ୍ର ଚେତନ ମନ, ଇଷ୍ଟଭୂତିରେ ଦୀକ୍ଷାର ଚେତନ। ମୁଁ ଯେ ଦୀକ୍ଷା ନେଇଛି, ମୋର ଜୀବନରେ ଯେ ଗୁରୁ ଅଛନ୍ତି, ମୋର ଜୀବନରେ ଈଶ୍ୱରଙ୍କୁ ମୁଁ ଗ୍ରହଣ କରିଛି, ମୋର ଜୀବନ ସର୍ବସ୍ୱ ଭାବରେ ଇଷ୍ଟ ଦେବତା ଭାବରେ ତାଙ୍କୁ ଗ୍ରହଣ କରିଛି, এই କନସିୟସନେସଟା ରହିବ ଯଦି ଇଷ୍ଟବୃତ୍ତି ମଣିଷ କରେ। ଇଷ୍ଟବୃତ୍ତି ନ କରିଲେ ମଣିଷ ଭୁଲିଯିବ ଗୁରୁ କରିଛି ବୋଲିକି। ତେଣୁ ଇଷ୍ଟବୃତ୍ତି ହେଉଛି ଇଷ୍ଟଙ୍କ ସହିତ କନେକ୍ସନର ଗୋଟିଏ ମାତ୍ର ମାଧ୍ୟମ, ଯେଉଁ ମାଧ୍ୟମରେ ଗୋଟେ ମେଟେରିଆଲ ରିଲେସନ୍ ତାଙ୍କ ସହିତ ଏଷ୍ଟାବ୍ଲିଶ ହୁଏ। এই ମେଟେରିଆଲ ରିଲେସନ୍ ଛଡ଼ା ମଣିଷର ଭଲ ପାଇବାଟା ବୃଦ୍ଧି ହେବନି। ମନେ ମନେ କିଛି ଭଲ ପାଇବା ହୁଏ ନା। ଭଲ ପାଇବାଟା କେବଳ ମନର ଭାବ ନୁହେଁ,
କିଛି କରିବାକୁ ପଡ଼ିବ। ମୁଁ ମୋ ବାପାଙ୍କର ଗୋଟେ ବିରାଟ ଫଟୋ ରଖିକି ସେଥିରେ ଭୋଗରାଗ ଦେଇକି ତାଙ୍କ ବାପା ଯଦି ନଥିବେ ବା ବାପା ଯଦି ଥାଆନ୍ତି ତାଙ୍କର ଫଟୋଟା ପାଖରେ ବସିକି ଯଦି ମୁଁ ଖାଲି ବାପା ବାପା ହେଲି, ସେଇଟା କିନ୍ତୁ ପିତୃଭକ୍ତି ନୁହେଁ। ବାପାଙ୍କ ପାଇଁ କିଛି କରିବା, ତାଙ୍କୁ ଭଲ ଜିନିଷ ଖାଇବାକୁ ଦେବା, ତାଙ୍କର ଦେହ ପା ହେଲେ ତାଙ୍କୁ ଔଷଧପତ୍ର ଦେବା, ତାଙ୍କର ସେବା କରିବା, ତାଙ୍କର ଜୋତାଟାକୁ ପାଲିସ କରିଦେବା, ତାଙ୍କୁ ଟିକେ ବିଞ୍ଚି ଦେବା, ବା ତାଙ୍କର ସେ ଯେଉଁଠିକି ଯିବାକୁ ଚାହୁଁଛନ୍ତି ତାଙ୍କୁ ନେଇକି ଟିକେ ବୁଲେଇ ଆଣିବା, ତାଙ୍କ ମନର ଖୁସି କରିବା। ଏହି ପ୍ରକାର କର୍ମରେ ଯିଏ ନିଜକୁ ନିବୃତ୍ତ ରଖନ୍ତି ସେ ହିଁ ହେଉଛନ୍ତି ପ୍ରକୃତରେ ପିତୃଭକ୍ତ। ଖାଲି ବାପା ବାପା ଭାବିଲେ ସେ ଖାଇଲେ କି ନ ଖାଇଲେ ମଲେ କି ଗଲେ ସେଥିରେ ମୋର ଚିନ୍ତା ନାହିଁ। ମୁଁ କିନ୍ତୁ ମନେ ମନେ ଭାବୁଛି ମୋ ବାପାଙ୍କ କଥା ସବୁବେଳେ ଭାବୁଛି। ଏ ଭାବନାରେ କିଛି ହୁଏ ନା। ଗୋଟେ ଲୋକ ଯଦି ଭାବେ ମୁଁ ଏଇ ଲୋକ ଘରୁ ଚୋରି କରିବି, ସେଇ ଲୋକ ଘରୁ ଡକା ଡାଲିମି, ତାର କିଛି ଫାଶୀ ହେବ ନାହିଁ। କିନ୍ତୁ ଯଦି ସାମାନ୍ୟ କିଛି ଆକ୍ସନ୍ କରେ ତାର ଗୋଟେ ପନିଶମେଣ୍ଟ ଅଛି। ତେଣୁ ଭାବନାର କୌଣସି ପନିଶମେଣ୍ଟ ନାହିଁ। ଅନେକ ଲୋକ ଅନେକ ଖରାପ କଥା ବି ଭାବୁଛନ୍ତି, ଭଲ କଥା ବି ଭାବୁଛନ୍ତି। এই ଭଲ କଥା ଭାବିବାରେ ମଧ୍ୟ କିଛି ଆସେ ନା, ଯାଏ ଆସେ ନା। ଭଲ କର୍ମ କରିବା ଦରକାର, ଆଉ ସେ କରିବାକୁ ହେଲେ ତାଙ୍କ ପ୍ରତି ଗଭୀର ଟାଣ ଆଉ ଭଲ ପାଇବାଟା ଦରକାର ଜୀବନରେ। ସେଇଥିପାଇଁ ଆମମାନଙ୍କର ଆମେ ଯେତିକି କଥା ଜାଣିଛନ୍ତି ସେଇ ଜାଣିବାଟା ବହୁତ କ୍ଷୀଣ, ବହୁତ କମ୍। ଆମେ ଗୋଟେ ସମୁଦ୍ରର ଗୋଟେ ବିନ୍ଦୁ ଠାରୁ ଆହୁରି କମ୍ ଜାଣିଛନ୍ତି। ଜାଣିନାହାନ୍ତି ଯେ କୋଟି କୋଟି ଗୁଣରେ କୋଟି ଗୁଣରେ ଆମେ କିଛି ଜଣା ନାହିଁ। এই କିଛି ନ ଜାଣିଥିବା ଲୋକ ଅନେକ ଜାଣିଥିବାର এই ୟୁନିଭର୍ସିଟିର ଟିକେ ଡିଗ୍ରୀ ଡିପ୍ଲୋମା ପାଇକି, ସ୍କୁଲ କଲେଜରେ ଟିକେ ପାଠଶାଠ ପଢ଼ା ପାଇକି ମଣିଷ ଭାବୁଛି ଯେ ମୁଁ ଅନେକ କିଛି ଜାଣେ, କିନ୍ତୁ ପ୍ରକୃତ ପକ୍ଷରେ ସେ କିଛି ଜାଣେ ନା। ମୁଁ ମୋତେ ବି ଜାଣିନି। ମୁଁ ଯେତେବେଳେ ମୋତେ ଜାଣିନି ମୁଁ ଅନ୍ୟ କାହାକୁ କ'ଣ ଜାଣିବି? ମୋ ଭିତରେ କି ଉପାଦାନ ଅଛି, ମୋ ଭିତରେ କି ବୈଶିଷ୍ଟ୍ୟ ଅଛି, ପୁରୁଷାନୁକ୍ରମେ ମୋର ପିତୃପୁରୁଷଙ୍କର କେଉଁ କେଉଁ ଗୁଣ ବୈଶିଷ୍ଟ୍ୟ ଗୁଡ଼ିକ ମୋ ଭିତରେ ଦାନା ବାନ୍ଧିଛି, ଏଟା ମୋତେ ଜଣା ନାହିଁ। ତ ଯିଏ ଜାଣିଛନ୍ତି ତାଙ୍କ ପାଖରେ ଧରା ଦେଲେ ସେ ମଣିଷକୁ ସୁନ୍ଦର କରିକି ଗଢ଼ି ତୋଳନ୍ତି। ମୁଁ ଗୋଟେ କଥା ପ୍ରାୟ ମୋତେ ବହୁତ ଭଲ ଲାଗିଥିଲା ଏଇ ଉଦାହରଣଟା, ମୁଁ ଅନେକ ଜାଗାରେ ବି କହିଛି ସେ କଥାଟା। ଜଣେ ଶିଳ୍ପୀକାର ଥିଲେ, ଗୋଟେ ମୂର୍ତ୍ତି ତିଆରି କରୁଥିବା ଶିଳ୍ପୀକାର। ସେ ଖୁବ୍ ସୁନ୍ଦର ସୁନ୍ଦର ମୂର୍ତ୍ତି କରନ୍ତି ଏବଂ ସେ ମୂର୍ତ୍ତି ଗୁଡ଼ାକ ବହୁତ ଜୀବନ୍ତ ହେଇକି ଫୁଟି ଉଠେ। ତ ସେଟା ଚାରିଆଡ଼େ ତାଙ୍କର ଖ୍ୟାତି ବ୍ୟାପିଲା। ଥରେ ଦଳେ ସାମ୍ବାଦିକ ସେଇ ଶିଳ୍ପୀକାରକୁ ଦେଖା କରିବାକୁ ଗଲେ। ତାଙ୍କର ସବୁ ଖ୍ୟାତି ଶୁଣିକି କେମିତି ମୂର୍ତ୍ତି କରୁଛି କ'ଣ କରୁଛି ଯାଇକି ପହଞ୍ଚିଲା ପରେ ତାର କର୍ମଶାଳା ଦେଖିଲେ। ବହୁତ ସୁନ୍ଦର ସୁନ୍ଦର ମୂର୍ତ୍ତି, ସବୁ ପଥରର ମୂର୍ତ୍ତି ତିଆରି ହେଇଛି। ତାପରେ ସେମାନେ ସେଇ ମୂର୍ତ୍ତିକାରକୁ ଡାକିକି କହିଲେ, ଏଇ ମୂର୍ତ୍ତି ତୁମେ ଏତେ ସୁନ୍ଦର ସୁନ୍ଦର ଜୀବନ୍ତ ଭଳି ଲାଗୁଥିବା ଏଇ ମୂର୍ତ୍ତି ଗୁଡ଼ିକ କ'ଣ ସବୁ ଆପଣ କରିଛନ୍ତି? ସେ ମୂର୍ତ୍ତିକାର କହୁଛି, ମୁଁ କରିଛି। କିଏ କହିଲା ମୁଁ ଆକୁ କରିଛି? ମୁଁ ତାକୁ କରିନି। ନା ଆପଣ କରିନାହାନ୍ତି, ଆଉ କିଏ କଲା? ସେ କହିଲେ, ଯେତେବେଳେ ମୁଁ ଗୋଟେ ପଥର ଧରେ ତାକୁ କାଟିକି ମୂର୍ତ୍ତି କରିବା ପାଇଁ, ସେଇ ପଥର ଭିତରେ ଲୁଚି ରହିଥିବା ମୂର୍ତ୍ତିଟି ମୋର ମାନସ ପଟରେ ଭାସି ଉଠେ। ମୁଁ ଯେତେବେଳେ କୌଣସି ବି ପଥର ଖଣ୍ଡେ ଆଣେ ମୂର୍ତ୍ତି ଗଢ଼ିବା ପାଇଁ, ସେଇ ପଥରକୁ ଯେତେବେଳେ ମୁଁ ଚାହେଁ ତା ଭିତରେ ଲୁଚି ରହିଥିବା ସେଇ ମୂର୍ତ୍ତିଟି ମୋର ମାନସ ପଟରେ ଭାସି ଉଠେ ଏବଂ ସେଇ ମୂର୍ତ୍ତିର ଚତୁଃପାର୍ଶ୍ୱରେ ଥିବା ଅନାବଶ୍ୟକ ପଥର ଗୁଡ଼ିକୁ ମୁଁ କେବଳ ମୋର ନିହାଣ ହାତୁଡ଼ିରେ ପିଟିକି ବାହାର କରିଦିଏ। ସେଇ ପଥର ଭିତରୁ ମୂର୍ତ୍ତିଟା ଛାଏଁ ବାହାରି ଆସେ। ତ ସେଇ ମୂର୍ତ୍ତିକାର ଯେମିତି ଜାଣନ୍ତି ଯେ କେଉଁ ପଥର ଭିତରେ କେଉଁ ମୂର୍ତ୍ତିଟା ଲୁଚିକି ରହିଛି, ସେଇଟା ଯେମିତି ତାର ଅନାବଶ୍ୟକ ଜିନିଷ ଗୁଡ଼ାକୁ ବାହାର କରିଦିଅନ୍ତି, ସେମିତି ମଣିଷ ଯେତେବେଳେ ଈଶ୍ୱର ଯେତେବେଳେ ମଣିଷ ରୂପରେ ଆସନ୍ତି, 3.5 ହାତ ମଣିଷ ରୂପରେ ଆସନ୍ତି, ସହଜ ସରଳ ମଣିଷ ହୋଇକି ଗୁରୁ ରୂପରେ ଅବତୀର୍ଣ୍ଣ ହୁଅନ୍ତି। ମଣିଷ ଯଦି ତାଙ୍କୁ ଧରା ଦିଏ, ଆମ ଭିତରେ ଥିବା ଅନାବଶ୍ୟକ ଜିନିଷ ଗୁଡ଼ାକୁ ସେ ବାହାର କରିଦେବେ, କାରଣ ସେ ଜାଣନ୍ତି ଆମ ଭିତରେ କି ଜିନିଷଟା ଲୁଚି ରହିଛି। ମଣିଷ ଭିତରେ ଯେଉଁ ବ୍ୟକ୍ତିତ୍ୱ ଲୁଚି ରହିଛି, ମଣିଷ ଭିତରେ ଯେଉଁ ଐଶ୍ୱର୍ଯ୍ୟ ଲୁଚି ରହିଛି, ମଣିଷ ଭିତରେ ଯେଉଁ ଅଶେଷ ସମ୍ଭାବନା ଲୁଚି ରହିଛି, ଏହି ସମ୍ଭାବନା ଗୁଡ଼ିକ ଯଦି ବିକଶିତ ନ ହୁଏ ଜୀବନ କିନ୍ତୁ ପୂର୍ଣ୍ଣାଙ୍ଗ ହେବ ନାହିଁ। ଯେମିତି ଗୋଟେ ମଞ୍ଜି ଭିତରେ ଲୁଚି ରହିଥିବା ସମସ୍ତ ଗୁଣ ବୈଶିଷ୍ଟ୍ୟ ଗୁଡ଼ିକ ବିକଶିତ ହେଲେ ଯାଇକି ସେ ଗୋଟେ ବୃହତ ଗଛରେ ପରିଣତ ହୋଇକି ଫଳ ପୁଷ୍ପ ଧାରଣ କରିକି ସାର୍ଥକ ତାର ହେବ, ତାର ବୃକ୍ଷ ଜୀବନଟା ସାର୍ଥକ ହେବ। ସେମିତି ପୁରୁଷାନୁକ୍ରମେ ଆମ ଭିତରେ ବହୁତ ଭଲ ଜିନିଷ ରହିଛି। ମୋର ବାପାଙ୍କର ତାଙ୍କ ବାପା, ତାଙ୍କ ବାପା ତାଙ୍କ ବାପା, ଏମିତି ପୁରୁଷାନୁକ୍ରମେ এই ଜିନିଷ ଗୁଡ଼ାକ କେବେ ଲୋପ ପାଏ ନା। କିନ୍ତୁ ମୋ ଭିତରେ ଲୁଚି ରହିଥିବା ସେଇ ବିଶେଷ ଗୁଣ ବୈଶିଷ୍ଟ୍ୟକୁ ଜାଣିଛି କିଏ, ତାକୁ ପୋଷଣ ଦେଇକି ସଞ୍ଜୀବିତ କରାଇବ। ସେଇଥିପାଇଁ ମଣିଷ ପାଖରେ ସେଇଭଳି ଜଣେ ଶିଳ୍ପୀକାର, ଜୀବନକାର ଜଣେ ଦରକାର, ଯାହାଙ୍କ ପାଖରେ ମଣିଷ ଧରା ଦେଲେ ତାର ଜୀବନଟା ସୁନ୍ଦର ହେବ। ଠାକୁରଙ୍କ ପାଖରେ ଆସିକି ଠାକୁର ଯେ ମାନେ କ'ଣ ସେ କଥା ତ ଭାଷା ଦେଇକି କିଛି ପ୍ରକାଶ କରି ହେବ ନାହିଁ। ମୁଁ ଖାଲି ଏତିକି ଜାଣେ ଯେ এই ଜଗତର ପ୍ରତ୍ୟେକଟି ମଣିଷ ଖାଲି ନୁହଁ, ପ୍ରତ୍ୟେକଟି ତରୁତୁଣୀ ଏହି ବିଶ୍ୱର ପ୍ରତିଟି ପ୍ରାଣ ପାଇଁ ପୁରୁଷୋତ୍ତମ ଏକାନ୍ତ ଅପରିହାର୍ଯ୍ୟ। ଯେମିତି ପବନ ବିନା ଜୀବନ ବଞ୍ଚିବା ସମ୍ଭବ ନୁହଁ, ପାଣି ବିନା ଜୀବନ ବଞ୍ଚିବା ସମ୍ଭବ ନୁହଁ, ଖାଦ୍ୟ ବିନା ଜୀବନ ବଞ୍ଚିବା ସମ୍ଭବ ନୁହଁ, ସେମିତି ଈଶ୍ୱରଙ୍କର ବିନା ଏହି ସତ୍ତା ବଞ୍ଚିବା ସମ୍ଭବ ନୁହଁ। এই ମଣିଷ ଭିତରେ ଯେଉଁ ସତ୍ତାଟା ଅଛି
ଯାହାକୁ ଆମେ ଆତ୍ମା ବୋଲି କହୁଛେ ସେ ହେଉଛି ତାଙ୍କରି ଅଂଶ। ଆଉ ତାର ବିକାଶ ହେବା ପାଇଁ ହେଲେ ମଣିଷକୁ ତାଙ୍କୁ ଭଲ ପାଇକି ସିନସିୟରଲି ଭଲ ପାଇକି ଚାଲିବାକୁ ପଡ଼ିବ। ତ ଆମର ଅନେକ ଅଜଣା ଜିନିଷ ରହିଛି, ଆମର ଅନେକ ସବୁ ଜିନିଷ ଯଦି ଆମେ ଜାଣିଦେବା ତାର କୌଣସି ଗ୍ୟାରେଣ୍ଟି ବି ନାହିଁ ଯେ ଆମେ ସବୁକିଛି ଜାଣିକି ଚାଲିବା। ସବୁକିଛି ଅଜଣା ଭିତରେ ଯଦି ମଣିଷ ତାଙ୍କୁ ଧରିକି ଥାଏ ତାହେଲେ ପ୍ରয়োଜନ ସମୟରେ ସେ ଗାଇଡ଼ କରିକି ମଣିଷକୁ ନିର୍ଦ୍ଦିଷ୍ଟ ଜାଗାରେ ନେଇକି ପହଞ୍ଚେଇ ଦେବେ। ଏଇ କଥାରୁ ମୋର ମନେ ପଡ଼ୁଛି, ଥରେ ଜଣେ ଠାକୁରଙ୍କର କର୍ମୀ ଗୋଟେ ଟ୍ରେନରେ ଯାତ୍ରା କରୁଥିଲେ, କି ଗୋଟେ କିଛିଟା ଷ୍ଟେସନ ଗଲା ପରେ ଜଣେ ମୁସଲମାନ ମୌଲବୀ ସେଇ ଟ୍ରେନରେ ଚଢ଼ିଲେ ଏବଂ ସେ ମୁସଲମାନ ମୌଲବୀ ଜଣକ ଦେଖିଲେ ଇଏ ଧୋତି ପଞ୍ଜାବୀ ପିନ୍ଧିଛନ୍ତି, ଗୋଟେ ଅନ୍ୟମାନଙ୍କ ଠାରୁ ଟିକେ ଭିନ୍ନ। ତାଙ୍କ ସହିତ କଥାବାର୍ତ୍ତା କଲେ, ବହୁତ ଭଲ ଲାଗିଲା। ଠାକୁରଙ୍କର କଥାବାର୍ତ୍ତା ଶୁଣିକି ସେଇ ମୁସଲମାନ ମୌଲବୀ ଜଣକ ତାଙ୍କୁ ପଚାରିଲେ, ମୁଁ କ'ଣ ଠାକୁରଙ୍କୁ ଦେଖା କରିପାରିବି? ମୁଁ କିନ୍ତୁ ଜାତିରେ ମୁସଲମାନ। କହିଲେ, ହଁ ଆପଣ ଦେଖା କରିପାରିବେ। ନା ମୁଁ କ'ଣ କଥା ହେଇପାରିବି? ନା ହଁ ଆପଣ କଥା ବି ହେଇପାରିବେ। ତାହେଲେ ମୁଁ ଆପଣଙ୍କ ସହିତ ଆଶ୍ରମ ଯିବି। ତ ସିଏ ଆଶ୍ରମ ଆସିଛନ୍ତି, ଆଶ୍ରମରେ ଆସିକି ପହଞ୍ଚିଛନ୍ତି। ପହଞ୍ଚିଲା ପରେ ଠାକୁରଙ୍କ ପାଖକୁ ଏଇ କର୍ମୀ ଜଣକ ତାଙ୍କୁ ନେଇଯାଇଛି। ଠାକୁରଙ୍କ ସହିତ ଆଳାପ ଆଲୋଚନା ହେଇଛି, ତାକୁ ବହୁତ ଭଲ ଲାଗିଛି। ଠାକୁରଙ୍କର ଏତେ ଦିବ୍ୟ କମନୀୟ ରୂପକାନ୍ତି ଯାହା ପ୍ରତ୍ୟେକଟି ମଣିଷକୁ ଆକର୍ଷଣ କରେ। ତାଙ୍କୁ ଥରେ ଦେଖିଦେଲେ ମଣିଷ ଭୁଲି ପାରିବନି। ଆଖିରେ ଆଖି ଥରେ ମିଶିଗଲେ ମଣିଷ ଭିତରେ ଗୋଟେ ଶିହରଣ ଖେଳିଯାଏ। କାରଣ ସେ ଯେଉଁ ଭଲ ପାଇବାର ଆକର୍ଷଣ ସେଇଟା ମଣିଷ କେବେ ବି ମାନେ ତାଙ୍କ ପାଖକୁ ଥରେ ଗଲେ ସେ ଆଉ ସେଠୁ ଓହରିବା ଭାରି ମୁସ୍କିଲ ବେପାର ହେଇଯାଏ। ତ ସେ କିଛି ଦିନ ସେଠି ରହିଯାଇଛନ୍ତି। ଦିନେ ଠାକୁର ଏକାଠିଆ ବସିଛନ୍ତି, ଏଇ ମୁସଲମାନଟି ଯାଇକି ଠାକୁରଙ୍କୁ ପ୍ରଣାମ କରିକି ବସିଛି। ତାକୁ କହିଲେ, ଏଇ ବ୍ରାହ୍ମଣର ପିଲା। ସେ ମୁସଲମାନଟା ଚମକି ପଡ଼ିଲା, କହିଲା, ମୁଁ ତ ମୁସଲମାନ, ମୁଁ କ'ଣ ବ୍ରାହ୍ମଣର ପିଲା ହେଲି? କହିଲେ, ଶୁଣୁ ତୁ ପୂର୍ବ ଜନ୍ମରେ ଅମୁକ ଏଇ ଜାଗାରେ ଜନ୍ମ ହୋଇଥିଲୁ, ଆଉ ସେଇ ଜାଗାରେ ତୁ ଗୋଟେ ମାନେ ମାଠିଏ ମାନେ ରୂପା ଟଙ୍କା ସେଇ ଜାଗାରେ ସେ ଅଲଙ୍ଗରେ ଚଉରା ପାଖରେ ପୋତି ଦେଇକି ଆସିଛୁ। ତୋର ବର୍ତ୍ତମାନ ସ୍ତ୍ରୀ ବି ଅଛି, ତୋର ପିଲାଛୁଆମାନେ ବି ଅଛନ୍ତି, ସେମାନେ ବହୁତ କଷ୍ଟରେ ଚଳୁଛନ୍ତି। ତୁ ଯା, ସେଇ ମାଠିଆର ପୋତିଥିବା ମାଠିଆଟା ବାବଦରେ କେହି ଜାଣିନାହାନ୍ତି, ତୁ ଯାଇକି ବାହାର କରିକି ତାଙ୍କୁ ଦେବୁ, ତୁ ତାଙ୍କର ବାପା ଥିଲୁ। ଏମିତି ଅନେକ କଥାବାର୍ତ୍ତା ପରେ ସେ ଆଶ୍ଚର୍ଯ୍ୟ ହେଲା। ତାପରେ ଯେତେବେଳେ ବାହାରିଛି ଠାକୁର କହିଲେ, ଦେଖ ତୁ ଯାଇକି ପହଞ୍ଚିଲେ ତୁ ଯଦି କହିବୁ ମୁଁ ତମର ବାପା ପୂର୍ବ ଜନ୍ମରେ ମୁଁ ତମ ବାପା ଥିଲି, ତମକୁ କେହି ଚିହ୍ନି ପାରିବେନି, ତତେ ବାଡ଼େଇବେ ଧରିକି, କହିବେ ଏଇଟା ଗୋଟେ ପାଗଳ କେଉଁଠୁ ଆସିଛି। ତ କେତେ ଗୁଡ଼ିଏ କେଉଁ ଠାକୁର ତାକୁ ଦେଲେ, ଯେଉଁ କଥାଟା ସେ କହିଲେ ସେମାନଙ୍କର ବିଶ୍ୱାସ ହେବ ଯେ ପ୍ରକୃତରେ ଇଏ ଥିଲେ ତାଙ୍କର ପୂର୍ବ ଜନ୍ମର ଜନ୍ମିତ ପିତା। ତ ଇଏ ଯାଇକି ବହୁ କଷ୍ଟରେ ଯାଇକି ପହଞ୍ଚି, ବହୁତ ଲମ୍ବା ଷ୍ଟୋରି, ପହଞ୍ଚିଛି। ଯାଇକି ପହଞ୍ଚିଲା ପରେ ତା'ର ପିଲାମାନେ ବି ନଥିଲେ, ଝିଅମାନେ ବି ଫେରିଛନ୍ତି, ସମସ୍ତଙ୍କ ସହିତ ଦେଖା ହେଇଛି। ଇଏ ସେଠୁ ସବୁ କଥା କହିଛି। କହିଲା ପରେ ସେ ସେଠୁ କହିଛି ଯେ ସେ ଯେଉଁ ଚଉରା ମୂଳରେ ପୋତିଥିବା ସେ ଯେଉଁ କଳସଟା ଖୋଳା ହେଇଛି, ଖୋଳା ହେଲା ପରେ 17 କଳସର ଟଙ୍କା ବାହାରିଛି। ଇଏ ଭାବିଛନ୍ତି, এই ଟଙ୍କା ବାହାରିବା ପରେ ସେମାନେ ଜାଣିଲେ ଯେ ଇଏ ହେଉଛନ୍ତି ପ୍ରକୃତରେ ପୂର୍ବଜନ୍ମରେ ଆମର ବାପା ଥିଲେ, ନହେଲେ ଏଇ ଯେଉଁ ଟଙ୍କାଟା ସେ ପୋତିକି ଯାଇଥିଲେ ଆସିକି ବାହାର କଲେ। ତ ରାତିରେ ତାକୁ ଅଟକାଇଛନ୍ତି, ରହିଛି। ତାର ସ୍ତ୍ରୀ ବି ଅଛି, ବହୁତ ବୁଢ଼ୀ ହେଇଯାଇଛି ତାର ସ୍ତ୍ରୀ ଆସିକି ରାତିରେ ସମସ୍ତେ ଖାଇ ପିଇକି ଶୋଇଗଲା ପରେ ତାର ସ୍ତ୍ରୀ ତା ପାଖକୁ ଆସିଛି। କହିଲା, ସତରେ କ'ଣ ତୁମେ ମୋର ପୂର୍ବଜନ୍ମରେ ସ୍ୱାମୀ ଥିଲ? ଆଚ୍ଛା କହିଲ ଦେଖି ମୋ ନାଁଟା କ'ଣ? କହିଲା, ତୁମ ନାଁ ହେଉଛି ଲଜ୍ଜାବତୀ। କହିଲା, ନା ଲଜ୍ଜାବତୀ ତ ସମସ୍ତେ ଜାଣନ୍ତି, ତମେ ମୋତେ ଯେଉଁ ନାଁରେ ଡାକ ଏକାଠିଆ ବେଳେ ସେଇ ନାଁଟା କ'ଣ କୁହ? এটা ତମ ଛଡ଼ା ମୋ ଛଡ଼ା ଆଉ କେହି ଜାଣିନାହାନ୍ତି। ତମେ ଯଦି ଏଇ ନାଁଟା କହିଦେବ ତାହେଲେ ମୁଁ ଜାଣିବି ଯେ ତମେ ମୋର ପୂର୍ବଜନ୍ମର ସ୍ୱାମୀ ଥିଲ। ସେ କହିଛି ତୁମ ନାଁ ହେଉଛି ସୁରମା। ସେ ଚମକି ପଡ଼ିଛି ସାଙ୍ଗେ ସାଙ୍ଗେ, କାରଣ ଏଇ ଗୋଟିଏ ନାଁ କେବଳ ତା ସ୍ୱାମୀ ତାକୁ ଡାକୁଥିଲା ଏବଂ ଏକାନ୍ତରେ ଡାକୁଥିଲା, ଯେଉଁ ନାଁଟା ଅନ୍ୟମାନେ କେହି ଜାଣନ୍ତିନି। ତ ସିଏ ରାତିରେ ଯେତେବେଳେ ରହିଛି, ଠାକୁର ହଠାତ୍ ଉଭା ହେଇକି ତାକୁ କହୁଛନ୍ତି ତୁ ଏଠୁ ପଳା, ରହିଲେ ତୋର ମାୟା ଲାଗିଯିବ। ତ ରାତିକୁ ଉଠିକି ସେ ଚାଲି ଆସିଛି। ତ ଯିଏ ମଣିଷର ଜୀବନର ସବୁ କିଛି ଜାଣିକି ମଧ୍ୟ କିଛି ନ ଜାଣିଲା ଭଳି ଥାଆନ୍ତି, ସେଇ ହେଉଛନ୍ତି ଈଶ୍ୱର, ସେଇ ହେଉଛନ୍ତି ଗୁରୁ, ସେଇ ହେଉଛନ୍ତି ସଦ୍ଗୁରୁ, ଯାହାଙ୍କୁ ଜୀବନରେ ଧରି ଚାଲିଲେ ମଣିଷ ଜୀବନରେ ଭୁଲ ବହୁତ କମ୍ ହୁଏ। ମଣିଷ ଗୋଟେ ମାର୍ଜିତ ଜୀବନର ଅଧିକାରୀ ହୁଏ ଏବଂ ମଣିଷ ଭିତରେ ଭରସା ପାଏ, କିଏ ଅଛି ମୋ ପାଖରେ ରହିବା ପାଇଁ। ମୁଁ ଗାଡ଼ିରେ ଯାଉଛି, ମୋ ସାଙ୍ଗରେ କ'ଣ ମୋ ବାପା ଯିବେ ନା, ମୋ ମାଆ ଯିବେ ନା, ମୋ ସ୍ତ୍ରୀ ଯିବେ ନା, ମୋ ପିଲା ଛୁଆ ଯିବେ? ସବୁବେଳେ କ'ଣ ମଣିଷ ପାଖରେ ସମସ୍ତେ ରହିବା ସମ୍ଭବ ନୁହେଁ। ଏକମାତ୍ର ଈଶ୍ୱର ହିଁ ସର୍ବବିଦ୍ୟମାନ, ସିଏ ସବୁଠି ରହିପାରନ୍ତି। ଆଉ ଠାକୁର ନାମ ରୂପରେ ମଣିଷ ପାଖରେ ସବୁବେଳେ ରହିପାରନ୍ତି। ତେଣୁ ଜୀବନରେ ବିଶେଷ ପ୍ରୟୋଜନ ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି, ସେଇ ବିଜୟ ଭାଇ ପୁଣି ଏହି ପରିବାରରେ ଜନ୍ମ ନିଅନ୍ତୁ। ଠାକୁର କହୁଛନ୍ତି মৃত্যু কালে যেভাবে ধরে ছেড়ে শরীর যায় জীবন, জন্মে আবার তেমনি স্থানে ওই ভাবের পথ পায় যখন।
ଏମାନେ ଯଦି ତାଙ୍କ ଭାବରେ ଭାବାୟିତ ହୁଅନ୍ତି, ସେଥିପାଇଁ ଆମେ ଯେଉଁ ଶ୍ରାଦ୍ଧ ପାଳନ କରୁଛେ ସେଇ ଭୂତର ପ୍ରତି ବା ପ୍ରେତର ପ୍ରତି ଶ୍ରଦ୍ଧାନ୍ୱିତ ହୋଇକି ତାର ଶରୀର ଧାରଣ ନିମିତ୍ତ ଯାହା ଯାହା କର୍ମ କରାଯାଏ ତାହା ହିଁ ହେଉଛି ଶ୍ରାଦ୍ଧ। ତେଣୁ ତାଙ୍କର କଥା, ତାଙ୍କର ଗୁଣ, ତାଙ୍କର ଚଏସ୍, ତାଙ୍କର ଲାଇକିଂ, ତାଙ୍କର ଡିସଲାଇକିଂ, ଏଇସବୁ କଥା ଗୁଡ଼ିକ ଯଦି ପୁଅ ବୋହୂ ଆଲୋଚନା କରନ୍ତି ଏବଂ এই ଆଲୋଚନାକାଳୀନ ଭିତର ଦେଇକି ଯଦି ସେଇ ଭାବରେ ସେମାନେ ଭାବାୟିତ ହୁଅନ୍ତି ଏବଂ ତା ଭିତରେ ଯଦି ତାଙ୍କର ମିଳନ ହୁଏ, ସେଇ ମିଳନ ଭିତରେ ଦେଇକି ସେଇ ପୁଣ୍ୟାତ୍ମା ପୁଣି ଆଉ ଥରେ ଆସିବାର ସମ୍ଭାବନାଟା 100% ଥାଏ, ବେଶୀ ଭାଗ ଥାଏ। ଆଉ ଯଦି ସେମିତି ନ ହୁଏ ତାହେଲେ ଆଉ ଆସିବାର ସମ୍ଭାବନା ଜୁଟେ ନା। ସେଇଥିପାଇଁ ପ୍ରତିବର୍ଷ ଆମେ ଶ୍ରାଦ୍ଧ ପାଳନ କରନ୍ତି। ଆମର ବନ୍ଧୁବାନ୍ଧବ, ଆତ୍ମୀୟ, ରକ୍ତଗତ ସମ୍ପର୍କ ଯେଉଁମାନେ, ସେମାନଙ୍କୁ ସବୁ ଡାକନ୍ତି, ତାଙ୍କ ବିଷୟରେ ଆଳାପ ଆଲୋଚନା ହୁଏ। ସେମାନେ ତାଙ୍କ ବିଷୟରେ ଅନେକ କଥା ଶୁଣିକି ସେଇ ଭାବରେ ଉଦ୍ବୁଦ୍ଧ ହୋଇକି ସେମାନେ ଯାଆନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ପୁନର୍ଜନ୍ମ ହେବାର ଗୋଟେ ରାସ୍ତା ମଧ୍ୟ ଖୋଲିଯାଏ। ମୋ ବାପା ଚାଲିଗଲା ପରେ ବାପା ମାଆଙ୍କର ଜାଗା ଆଉ କେହି ପୂରଣ କରିପାରିବେ ନାହିଁ। ଏକମାତ୍ର ଗୁରୁ ଛଡ଼ା, ଈଶ୍ୱରଙ୍କ ଛଡ଼ା, ଠାକୁରଙ୍କ ଭିତରେ ସେମାନେ ତାଙ୍କୁ ଖୋଜିଲେ ପାଇବେ। ଜଗତରେ ଅନେକ ଲୋକ ପାଇଛନ୍ତି, ସେମାନେ ମଧ୍ୟ ପାଇପାରିବେ। ତେଣୁ ମୁଁ ପ୍ରାର୍ଥନା କରୁଛି এই ପରିବାର ବର୍ଗ ନିଜର ଜୀବନକୁ ସୁନ୍ଦର କରନ୍ତୁ, ଏତିକି ପ୍ରାର୍ଥନା କରିଯାଆନ୍ତି। ଏବଂ ଏ ପୁରୁଷୋତ୍ତମ